ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କୁଶପଲା ଗ୍ରାମରେ 2 ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଇଜ୍ଜତମା ବୁଧବାର ରାତିରେ ଶେଷ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ ଖୋର୍ଦ୍ଧା ନୟାଗଡ଼ ଜିଲ୍ଲାରୁ ଶ୍ରଦ୍ଧାଳୁ ବ୍ୟକ୍ତିବିଶେଷ ଆସି ଏହି ଆୟୋଜନରେ ସାମିଲ ହୋଇଥିବା ବେଳେ ପ୍ରାୟ 20,000 ଲୋକଙ୍କ ଜନସମାବେଶ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଇଜ୍ଜତମାରେ ରାଜ୍ୟର ବଡ଼ ବଡ଼ ଧର୍ମଗୁରୁମାନେ ଆସି ଆଲ୍ଲାହ ଏବଂ ଆଖ୍ରୀ ନବୀ ମୋହମ୍ମଦଙ୍କ ନୀତିବାଣୀ ଉପରେ ପ୍ରବଚନ ଦେଇଥିଲେ। ଏହି ଜନସମାବେଶରେ ମୌଲାନା ଜନାବ ଅବ୍ଦୁଲ ବାରୀ ସାହେବ, ମୌଲାନା ଅଜାଗାର ସାହେବ, ମୌଲାନା ଶମସର ସାହେବ, ହାଫିଜ ମୁମତାଜିମ ସାହେବ, ମୌଲାନା ମହମ୍ମଦ ମୁକିମ ସାହେବ ପ୍ରମୁଖ ଉପସ୍ଥିତ ରହି ଆଖ୍ରୀ ପୟଗମ୍ବରଙ୍କ ନୀତିବାଣୀକୁ ଶୁଣାଇଥିଲେ ଏବଂ କହିଥିଲେ, ପ୍ରତ୍ୟେକ ମଣିଷ ଜନ୍ମ ନେଇଛି ଅନ୍ୟ ଜଣର ଉପକାର ପାଇଁ। ଆମ୍ଭେ ତାହାକୁ ଭୁଲି ଯାଇ ନିଜ ନିଜର ସ୍ୱାର୍ଥ ପାଇଁ ଲାଗିଛି। ସେପରି ଜନ୍ମ ଦେଇଥିବା ଜନ୍ମଦାତାକୁ ଭୁଲି ନ ଯାଇ ପ୍ରତ୍ୟେକ ମୁହୂର୍ତ୍ତରେ ତାକୁ ମନେ ପକାଇବା ସହ ସମସ୍ତଙ୍କ ସହ ମଧୁର ସମ୍ପର୍କ ଶେଷ ପୟଗମ୍ବରଙ୍କ ନୀତିବାଣୀକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଦିନ ହଦିସକୁ ସଠିକ୍ ପାଳନ କରିବାକୁ କହିଥିଲେ। ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଦୀପ କୁମାର ସହ ଉକ୍ତ ସ୍ଥାନ ପରିଦର୍ଶନ କରି କିଛି ସମୟ ପାଇଁ ବସି ରହି ମୌଲାନାଙ୍କ ଭାଷଣ ଶୁଣିଥିଲେ। जिला प्रशासन तरफ पुलिस विभाग उपस्थित रही। कार्यक्रम को एसके जाफर, एसके समत, एसके जबर, शहजद खां, एसके आजीज, आमजद खां, एमडी जुल्फिकर प्रमुख उपस्थित रही इज्तिमा को साफल्यमंडित करथिले। खोर्धारू सैयद लियाकत अलीଙ୍କ रिपोर्ट, नायबती टीवी।